ସନାତନ ମହାକୁଡ଼ ଗତ ବୁଧବାର ଦିନ ଶୁଭବେଳାରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ପ୍ରଥମ କରି ଆରମ୍ଭ ଯୋଡ଼ା ସହରରୁ ଭୋଟ ଭିକ୍ଷା କରିବା ସହିତ ପାଖରେ ସନାକୁ ପାଇ ଅନେକ ଖୁସି ଥିବା ପ୍ରମାଣ ଦେଖାଇଲା ଯୋଡ଼ା ସହରବାସୀ। ଯୋଡ଼ା ପୌରପାଳିକା ବିଜୁ ଜନତା ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ରାସ୍ତାର ଦୁଇ କୋଡ଼ରେ ଠିଆ ହୋଇ ଯେଉଁଭଳି ଭାବରେ ସମ୍ବର୍ଦ୍ଧନା କରିଛନ୍ତି ତାହା ସାରା ଓଡ଼ିଶାରେ ଚର୍ଚ୍ଚିତ। ଆଜି ଅପରାହ୍ନ 4ଟା ସମୟରେ କଳାପାହାଡ଼ ଛକ ମା ତାରିଣୀ ମନ୍ଦିରରୁ ପୂଜାର୍ଚ୍ଚନା ସାରି ଶୋଭାଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ 4000 ବାଇକ୍ ଓ 100ରୁ ଉର୍ଦ୍ଧ୍ୱ ଚାରିଚକିଆ ଗାଡ଼ିର ବିଶାଳ ପଟୁଆରରେ ଯୋଡ଼ା ସହରର ସମସ୍ତ ୱାର୍ଡରେ ହାତ ଯୋଡ଼ି ଭୋଟ ଭିକ୍ଷା କରିଛନ୍ତି ସନାତନ ମହାକୁଡ଼। ପରିକ୍ରମା ସମୟରେ ଯୋଡ଼ା ସହରର ରାସ୍ତାର ଉଭୟ ପାର୍ଶ୍ୱରେ ମହିଳାମାନେ ବିଜେଡି ଦଳୀୟ ଶାଢ଼ୀ ପରିଧାନ କରି ବନ୍ଦାପନା ସହ ପୁଷ୍ପମାଲ୍ୟ ଦେଇ ଅଦ୍ଭୁତ ସମ୍ବର୍ଦ୍ଧନା ଦେଇ ସନାତନଙ୍କ ପ୍ରତି ଥିବା ଭଲ ପାଇବା ପ୍ରମାଣ କରିଛି। ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁ ଓ କେନ୍ଦୁଝର ବିଜେଡି ସଭାପତି କୁଶ ଆପଟଙ୍କ ସହ ପରିକ୍ରମା କରିଥିଲେ। ଯୋଡ଼ାରୁ ଦିଲ୍ଲୀପ ନାୟକ ଓ କେନ୍ଦୁଝର ଜିଲ୍ଲାରୁ ରାଜେନ୍ଦ୍ର କୁମାର ମହାକୁଡ଼ଙ୍କ ରିପୋର୍ଟ ଅନନ୍ତ ନ୍ୟୁଜ୍।